କାଲିଠୁ ପାର୍ସଲଟା ଆସିକି ସେମିତି ପଡିଛି ହେଲେ ଏପର୍ଯ୍ୟନ୍ତ ଅନବକ୍ସ ହେଇନି। ଲେଟ୍ସ ଅନବକ୍ସ ଗାଇଜ। ତ ଯେହେତୁ ମୋ ସେମ୍ପୋଟା ସରିଯାଇଥିଲା ମୁଁ ଗୋଟେ ସେମ୍ପୋ ଅର୍ଡର କରିଦେଇଥିଲି। ଆଉ ଆଜି ଯେହେତୁ ସଣ୍ଡେ ନା ଆଜି ଭଲ କି ଘଷି ମାଜିକି ଗାଧେଇବି। ହଉ ହଉ କହିଲେ ସାଙ୍ଗମାନେ ମୁଁ ଦେଖା ହଉଛି ନା ସୁନ୍ଦରୀ? ବାଲି ପକେଇକି ଗାଧେଇଛି ନା ସେଇପାଇଁ। ଆଉ ଏ ଗରମକୁ ମୁଣ୍ଡ ଧୋଇ ସାୱାର ନେଲା ପରେ ଉଫ୍ କି ଶାନ୍ତି। ଯେମିତି ଲାଗୁଛି ମୋ ବଡିରେ ଏସି ଫିଟିଂ ହେଇଛି। ମାରାଣ ସତରେ ଏଠି ରଙ୍ଗ ହେଲେ ପେଟ ପୁରିବନି ଲୋ ଧନମଣି। ତା ପାଇଁ ରୋଷେଇ କରିବାକୁ ପଡିବ ଯେ। ଏମିତି ଗଜବେଣୀ ହେଇ ରୋଷେଇ ତ କରିହବନି। ଏବେ ଷ୍ଟାଇଲ ଛାଡି ଚୁଟି ବାନ୍ଧି ରୋଷେଇରେ ଲାଗି ପଡନ୍ତୁ। ଆଜି ସଣ୍ଡେ ସ୍ପେସିଆଲ ମୁଁ କରିବି ଅଣ୍ଡେ। ଆରେ ଇଏ ଏମିତି ସେମିତି ରେସିପି ନୁହଁ। ଏଇ ରେସିପିର ନାଁ ହଉଛି ଏଗ ଛୁପା ରୁସ୍ତମ। ତରକାରୀଟା ଆକ୍ଚୁଆଲି ଫରେନ୍ ଷ୍ଟାଇଲରେ ହଉଛି। ଆପଣମାନେ କେହି ମାଇଣ୍ଡ କରିବେନି। ଆପଣମାନେ ଦେଖି ଚାଲନ୍ତୁ। ଭିଡିଓ ଯଦି ଭଲ ଲାଗୁଛି ଲାଇକ୍ ବଟନ ଦବେଇ ଚାଲନ୍ତୁ। ଅଣ୍ଡାକୁ ସିଝେଇ ଖଣ୍ଡ ଖଣ୍ଡ କରିକି ତେଲରେ ଭାଜିଦେବେ। ଏତେ ଲମ୍ବା ପ୍ରୋସେସ କହିହେବନି। ଆପଣମାନେ ଡାଇରେକ୍ଟ ଦେଖନ୍ତୁ ମୋ ରେସିପି ଏଗ ଛୁପା ରୁସ୍ତମ। ତ ଲଞ୍ଚ ସଇଲା ପରେ ମୋ କଣ୍ଟେଣ୍ଟ ଭିଡିଓ ସୁଟ ରେ ଲାଗି ପଡିଲି। ଆଉ ସଇଲା ପରେ ମୁଁ ଚାଲିଲି ଆମ ମେଡିକାଲ ମୋ ରୁମମେଟ କୁ ଦେଖା କରିବାକୁ। ପୂର୍ବ ବ୍ଲଗରେ ତ ମୁଁ କହିଥିଲି ତାଙ୍କ ଦେହ ହଠାତ୍ କି ଏତେ ସିରିୟସ ହେଇଗଲା ଯେ ଏବେ ପର୍ଯ୍ୟନ୍ତ ମେଡିକାଲରେ ଆଡମିଟ ହେଇକି ଅଛନ୍ତି। ହେଇ ଦେଖନ୍ତୁ ଆମ ପେସେଣ୍ଟ କୁ। ଆପଣମାନଙ୍କୁ ଦେଖିକି ଲାଗୁଛି ଇଏ କାଳେ ପେସେଣ୍ଟ ହେଇଥିବେ। ତଥାପି 3 ଦିନ ହେଲାଣି ମେଡିକାଲରେ ଆଡମିଟ ହେଇକି ପଡିଛନ୍ତି। ତ ତାଙ୍କୁ ଟିକେ ଦେଖା କରି କଥା ହେଇ ବାଟେ ବାଟେ ରୁମକୁ ଆସିଲି। ଆଜି ପାଇଁ ଏଇଠି ରହିଲି। ପୁଣି ଦେଖା ହବ ନେକ୍ସଟ ବ୍ଲଗରେ।